ନୟାଗଡ଼ ଖେଳ ପଡ଼ିଆରେ ଉନ୍ନତମାନର ଖେଳ ପରିବେଶରେ ଫ୍ଲଡଲାଇଟ୍ରେ ଖେଳ ପ୍ରଦର୍ଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ନୟାଗଡ଼ କପ୍ ଅନୁଷ୍ଠିତ ଫ୍ଲଡଲାଇଟ୍ ଓପନିଂ ସେରିମନି ଉତ୍ସବର ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ନୟାଗଡ଼ ସହର ଯେମିତି ରୂପାନ୍ତରଣ ହୋଇଛି, ନୟାଗଡ଼ ଖେଳ ପଡ଼ିଆ ବି ଉନ୍ନତମାନରେ ରାଜ୍ୟର ଏକ ପ୍ରମୁଖ ଆଧୁନିକ ଖେଳ ପଡ଼ିଆ ଭାବେ ପରିଗଣିତ ହୋଇପାରିଥିବା କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ୍ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଭାଇସ୍ ଚେୟାରମ୍ୟାନ୍ ଗୁରୁପ୍ରସାଦ ଜେନା, ନୟାଗଡ଼ କପ୍ ସମ୍ପାଦକ ହଜରତ ଅଲି ଖାଁ, शेख यूसुफ, सुबोध पट्टनायक, एसके नईम, आलोक कुमार दास प्रमुख जोगदे फ्लडलाइट्रे आसंता 28 तारिखरे दिनिकिया फुटबल खेल समारोह प्रदर्शन उपरे सूचना देवा सह समस्तଙ୍କର सहयोग कामना करथिले। ଏହି କାର୍ଯ୍ୟକ୍ରମକୁ ଅନୱାର ଅଲି ସଂଯୋଜନା କରିଥିଲା ବେଳେ ରାମକୃଷ୍ଣ ରଥ ସଭା ପରିଚାଳନା କରିଥିଲେ। ନୟାଗଡ଼ରୁ ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।